ଭାଇ ଖୁସି ହେଲେ ରାକ୍ଷୀର ରୋଜଗାରଟା ଅଧିକ ହବ। ପଇସା ଦବନି କୁଆଡେ ଯିବ ଯଦି ତମେ ଏମିତିଆ ଟେଷ୍ଟି କ୍ଷୀର ଗଜା ନିଜ ହାତରେ ତାକୁ ବନେଇକି ଦବ। ସୋ ସବୁ ଝିଅ ମାନେ ଏ ଭିଡିଓଟାକୁ ସେଭ କରିକି ରଖ ଆଉ ରାକ୍ଷୀରେ ତ ଏଇଟାକୁ ନିହାତି ବନାଅ। ତ ପ୍ରଥମେ କଣ କରିବ, 2 କପ୍ ମଇଦାରେ 3 ଚାମଚ ଘିଅ କିମ୍ବା ତେଲ ଦେଇକି ପାପୁଲିରେ ଘଷିକି ଖାସ୍ତା ଦେଲା ପରେ ସେଥିରେ ଅଳ୍ପ ଗୁଜୁରାତି ଗୋଲମରିଚ ଗୁଣ୍ଡ, 3 ଚାମଚ ଅମୁଲ, 1 ଚାମଚ ଚିନି, 1 ପିଞ୍ଚ ଲୁଣ ଏବଂ ବେକିଂ ସୋଡା ଦେଇକି ଅଳ୍ପ ଅଳ୍ପ ପାଣି ଦେଇକି ହାର୍ଡ ଡୋଟେ ବନେଇଦବା। ହଁ ଏଇ ଚାରିଟା ଯାକ ସ୍ପୁନ ର କମ୍ବୋର ପ୍ରାଇସ ବହୁତ ହି କମ। ସୋ ଯଦି କିଣିବାକୁ ଚାହୁଁଛନ୍ତି ସ୍କ୍ରିନରେ ଥିବା ଷ୍ଟିକର ଟାକୁ କ୍ଲିକ କରିଦିଅନ୍ତୁ, ଲିଙ୍କ ଆପେ ଆପେ ପାଇଯିବେ। ତ ଡୋ କୁ ବନେଇକି ରେଷ୍ଟ ପାଇଁ ଅଧଘଣ୍ଟା ରଖିଦେଲା ଭିତରେ ସେପଟେ ସିରା ପାଇଁ 1 କପ୍ ଚିନିରେ ହାଫ କପ୍ ପାଣି ଆଉ ଛୋଟ ସ୍ଲାଇସ ଲେମ୍ବୁକୁ ଚିପୁଡିକି ଅଳ୍ପ ବହଳିଆ ସିରାଟେ ବନେଇଦବା। ଦେନ୍ ଡୋ କୁ ଟିକେ ଚକଟିକି ତାକୁ ଲେୟାର କରିକି କଟ ଦେଲା ପରେ ପୁଣି ସେମ ପ୍ରୋସେସ ଟାକୁ 4 ରୁ 5 ଥର କରିବା, ଯେମିତି କି ଗଜାରେ ବଢିଆ ସା ଲେୟାରିଂ ଆସିବ। ଆଉ ହଁ ଏ ବ୍ଲୁ କଲର ମ୍ୟାଟ ର ଲିଙ୍କ ଆପଣଙ୍କୁ ଷ୍ଟିକର ତଳେ ଲେଖା ହେଇଥିବା ଆଫିଲିଏଟ କୁ କ୍ଲିକ କଲେ ମିଳିଯିବ। ତ ଗଜାକୁ ସେପ ଦେଇକି କାଟିଲା ପରେ ଫ୍ଲେମ କୁ लो ରଖି ପୁରା ହାଲକା ଗରମ ତେଲରେ 2 ପଟ ସାଇଡ କୁ ବ୍ରାଉନ କରିକି ଛାଣିଦବା। ମାନୁଛି ଛାଣିବା ପ୍ରୋସେସ ଟା ଟିକେ ଟାଇମ ଟେକିଂ ଆଉ ଟିକେ ହାର୍ଡ ଲାଗିପାରେ, ବଟ ଭାଇ ପାଇଁ ସରି ମାନେ ପଇସା ପାଇଁ ଏତିକି ତ କରିହବ ନା।